ସେ ଜଣ ବି ପାଇଛନ୍ ସୁଭଦ୍ରା ଯୋଜନାର ପଇସା ସମସ୍ତଙ୍କର ମନ ଭିତରେ ଗୋଟିଏ ପ୍ରଶ୍ନ ରହୁଛି। ଆଉ ସେ ପ୍ରଶ୍ନଟା ହେଉଛି ଯେ ସୁଭଦ୍ରା ଯୋଜନାର ପଇସା କେତେ ଦିନ ଭିତରେ ଖାତାରୁ ପଇସା ନାଇଁ ଉଠାଲେ ଖାତାରୁ କଟିଯିବା। ଇ ସବୁ ପ୍ରଶ୍ନ ଯେତେ ଜଣ ବି ସୁଭଦ୍ରା ଯୋଜନାର ପଇସା ପାଇଛନ୍ ସମସ୍ତଙ୍କର ପାଖେ ବର୍ତ୍ତମାନ ଯେନ୍ଟାକି ଖେଳି ବୁଲୁଛି। ତ ଆଜି ଯେନ୍ଟାକି ଆମେ ଭିଡ଼ିଓରେ ଜାନ୍ମା, ଆପଣମାନେ ଜାଣି ସାରିଥିବେ ସୁଭଦ୍ରା ଯୋଜନାରେ ଅନେକ ହିତାଧିକାରୀ ପହଲା କିସ୍ତି ପଇସା ସେକେଣ୍ଡ କିସ୍ତି ପଇସା ବି ପାଇ ସାରିଛନ୍। କିନ୍ତୁ ବର୍ତ୍ତମାନ ବି ଯେନ୍ଟାକି କମେଣ୍ଟରେ ପଚରୁଛନ୍ ଆଉ ଅନେକ ଲୋକର ମନ ଭିତରେ ବର୍ତ୍ତମାନ ବି ପ୍ରଶ୍ନ ଅଛି ଯେ ସୁଭଦ୍ରା ଯୋଜନାର ପଇସା କେତେ ଦିନରେ ଖାତାରେ ପଡ଼ଲା ପରେ କେତେ ଦିନ ଭିତରେ ପଇସା ନାଇଁ ଉଠାଲେ ଖାତାରୁ ପଇସା କଟିଯିବାକେ କି ନାଇଁ କଟେ। ସମସ୍ତଙ୍କର ମନ ଭିତରେ ଏ ଗୋଟିଏ ଡାଉଟ୍ ରହିଯାଇଛି। ତ ଦେଖୁନ୍, ଆପଣ ଯଦି ସୁଭଦ୍ରା ଯୋଜନାର ପଇସା ପାଇଛନ୍, ଆପଣମାନେ ଜାଣିଦଉନ୍ ଯେ ସୁଭଦ୍ରା ଯୋଜନାର ପଇସା ଆପଣ କେତେ ଦିନ ଭିତରେ ଖାତାରୁ ପଇସା ଉଠାବେ ଆଉ ଯଦି ନାଇଁ ଉଠାବେ ଆପଣଙ୍କର ପଇସାଟା କଟିଯିବା କି ନାଇଁ କଟେ ସେ ବିଷୟରେ ଆଜି ଆମେ ଯେନ୍ଟାକି ଜାନ୍ମା। ଦେଖୁନ୍, ଆପଣମାନେ ଜାଣି ସାରିଛନ୍ ସୁଭଦ୍ରା ଯୋଜନା ହେଉଛି ଆପଣମାନେ ଯେହେତୁ ଯୋଗ୍ୟ ହେଲେ ସୁଭଦ୍ରା ଯୋଜନା ପାଇବାରୁ ଏଇଟା ଗୋଟେ ସରକାରୀ ଯୋଜନା। ଆପଣ ସୁଭଦ୍ରା ଯୋଜନା ପାଇବାରେ ଯୋଗ୍ୟ ହେଲେ ଆପଣଙ୍କୁ ସରକାର ପଇସା ଦେଉଛନ୍। ଆପଣ ଜାଣିଥିବେ ସରକାର ଯେନ୍ଟାକି ଡିକ୍ଲାର କରିଛନ୍, ଘୋଷଣା କରିଛନ୍ ଯେ ଜଣ ପ୍ରତି 50,000 ଟଙ୍କା ମିଲ୍ବା 5 ବର୍ଷରେ। ଆଉ ଆପଣମାନେ ଯେହେତୁ ସୁଭଦ୍ରା ଯୋଜନାରେ ଯୋଗ୍ୟ ହେଲେ ଆବେଦନ କଲେ ଆପଣଙ୍କୁ ସୁଭଦ୍ରା ଯୋଜନାର ପଇସା ମିଳିଲା। ତ ଦେଖୁନ୍, ଆପଣ ଜାଣିଛନ୍ ସୁଭଦ୍ରା ଯୋଜନା ଗୋଟେ ସରକାରୀ ଯୋଜନା, ଆର୍ ବି ଅନେକ କିଛି ସରକାରୀ ଯୋଜନା ଅଛି। ତ ସେ ଭିତରେ ଗୋଟେ ଯୋଜନା ହେଉଛି ସରକାରୀ ଯୋଜନା। ତ ଆପଣ ଯେନ୍ ସୁଭଦ୍ରା ଯୋଜନା ପଇସା ପାଇଛନ୍ ଆପଣ ଏଇଟା କୌଣସି ଋଣ ନେଇ ଆନବାର୍। ଦେଖୁନ୍, ଆପଣ କୌଣସି ବ୍ୟାଙ୍କରୁ ଋଣ ଆନିଥିବେ, ସରକାରୀ ଋଣ ଆନିଥିବେ ବେଲେ ଆପଣଙ୍କର ପଇସାଟା ଖାତାରୁ କଟି ଯାଏସି। ତ ଏଇଟା ହେଉଛି ସୁଭଦ୍ରା ଯୋଜନା ଯେନ୍ଟାକି ସରକାର ନିଜେ ଦେଉଛନ୍। ତ ଏଇଟା କୌଣସି ଯୋଜନାରୁ ଯେନ୍ଟାକି ଆପଣଙ୍କୁ ଋଣ ନେଇ ହେବା। ତ ଏଇଟା କୌଣସି ଋଣ ପଇସା ନାଇଁ ସେ। ତ ସେଥିଲାଗି ଆପଣମାନେ କୌଣସି ଡାଉଟ୍ ନାଇଁ କରବେ, କୌଣସି ଯେନ୍ଟାକି ମନ ଭିତରେ ପ୍ରଶ୍ନ ନାଇଁ ରଖବେ। ଯାହା ବି ଆପଣ ପ୍ରଶ୍ନ ରଖିଛନ୍ କ୍ଲିୟର ହେଇଯାଉନ୍ ଯେ ଆପଣଙ୍କର ସୁଭଦ୍ରା ଯୋଜନାର ପଇସା ଆପଣ ଯେନ୍ ଦିନ ଚାହିଁବେ, ଯେନ୍ ଦିନ ଆପଣଙ୍କର ଇଚ୍ଛା ହେବା ଆପଣ ସେ ଦିନ ପଇସାଟା ଉଠେଇ କରି ଆନିପାରବେ। କିଛି ବି ଯେନ୍ଟାକି ଆପଣ ଯେତେ ଦିନ ପର୍ଯ୍ୟନ୍ତ ବି ଖାତାରେ ରଖବେ ଆପଣଙ୍କର ସୁଭଦ୍ରା ଯୋଜନା ପଇସା କେତେବେଲେ ବି ରିଟର୍ଣ୍ଣ ନାଇଁ ଯାଏ କି ସୁଭଦ୍ରା ଯୋଜନା ପଇସା ଖାତାରୁ କେତେବେଲେ ବି କଟି ନାଇଁ ଯାଏ। ତ ଏଇଟା ହେଉଛି କୌଣସି ଋଣ ପଇସା ନାଇଁ ସେ, ଏଇଟା ହେଉଛି ଗୋଟେ ଯୋଜନା ଯେନ୍ଟାକି ସରକାର ନିଜେ ଦେଉଛନ୍। ତ ଏଇଟା ଯେନ୍ଟାକି କୌଣସି ହିତାଧିକାରୀ ଋଣ ବାବଦରେ ନାଇଁ ଆନବା। ଯଦି ଋଣ ପଇସା ହେଇଥିତା ବୋଲେ କଟ୍ତା। ଏଇଟା ତ କୌଣସି ଋଣ ନାଇଁ ସେ, ସେଥିଲାଗି ଆପଣମାନେ ସୁଭଦ୍ରା ଯୋଜନାରେ ଦେଖୁନ୍ ଆପଣମାନେ ଯେନ୍ ଦିନ ଚାହିଁବେ ସେ ଦିନ ଉଠେଇ ପାରବେ। ତ ସେଥିଲାଗି ଆପଣମାନେ ଜାଣିଛନ୍ ଅନେକ ଲୋକ କାଣା କରସନ୍ କି ନାଇଁ ଆମର ପଇସା କଟିଯିବା, ପଇସା ଫେରିଯିବା ବୋଲିକରି ଅନେକ ଲୋକ ପଇସା ପଡ଼ୁନ୍ ସାର୍ ଯେନ୍ଟାକି ବ୍ୟାଙ୍କମାନକେ ଭିଡ଼ ଲାଗି ଯାଏସନ୍। ଆପଣମାନେ ଦେଖୁନ୍ ଆପଣଙ୍କର ଯେନ୍ ଦିନ ଦରକାର ହେବା, ଯେନ୍ ଦିନ ଆପଣଙ୍କର ଇଚ୍ଛା ହେବା ସେ ଦିନ ଆପଣମାନେ ସୁଭଦ୍ରା ଯୋଜନାର ପଇସା ଉଠେଇ ପାରବେ। ଆପଣ ଅଟେନସନରେ ରହିବେ, ଅଚିନ୍ତାରେ ରହିବେ, କୌଣସି ଟେନସନ୍ ନେବାର୍ ନାଇଁ ନ। ଆପଣଙ୍କର ଯେନ୍ ଦିନ ଇଚ୍ଛା ଅଛି ସେ ଦିନ ଆପଣମାନେ ପଇସାଟା ଉଠେଇ ପାରବେ। ଯେନ୍ ଦିନ ଆପଣଙ୍କର ଫୁରସତ ହେବା ଆପଣମାନେ ବ୍ୟାଙ୍କକେ ଯାଇକରି ଶାଖାକେ ଯାଇକରି ପଇସାଟା ଉଠେଇ ପାରବେ। କିଛି ବି ଯେନ୍ଟାକି ଆପଣଙ୍କର ସୁଭଦ୍ରା ଯୋଜନା ପଇସା ନାଇଁ କଟେ କି ରିଟର୍ଣ୍ଣ କେତେବେଲେ ବି ନାଇଁ ଯାଏ।